ବାଡ଼େଇ ବାଡ଼େଇ ମାରିବା, ଛୁରୀ ଭୁସି ମାରିବା, ଗୁଳି ମାରିବା, କୋଠାରୁ ପେଲିଦେବା, ଗୋଟେ ପୁଲିସଟାକୁ ପିଟି ପିଟି ବାଡ଼େଇବା, ହତ୍ୟା କରିବା, ଇଏ ହେଇଗଲା 362ଟା ମିନିମମ୍ ମୋହନ ସରକାର ଯେଉଁ ହୋମ୍ ଡିପାର୍ଟମେଣ୍ଟରେ ଅଛି ତାରି ସରକାର ବେଳରେ ଏ ଭଳିଆ ଅରାଜକତା କେବେ ଓଡ଼ିଶାରେ ଦେଖା ହେଇନଥିଲା। କି ଅତ୍ୟାଚାର, ନାରୀ ନିର୍ଯାତନା, ପ୍ରାୟ 16,000 ମହିଳାଙ୍କ ପତା ନାହିଁ, 1300 ଝିଅଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରି ମାରି ଦିଆଗଲା। ନାରୀ ହତ୍ୟାରେ ନମ୍ବର 1, ନାରୀ ନିର୍ଯାତନାରେ ନମ୍ବର 1 ଓଡ଼ିଶା। ମୋହନ ବାବୁ ଜଣେ ଭଦ୍ରଲୋକ, ତମେ ଅତି ନିରୀହ ଲୋକ, ଶାସକ କିନ୍ତୁ ନିରୀହ ହେବା ଉଚିତ ନୁହଁ। ଶାସକ ନିରୀହ ହେବା ଉଚିତ ନୁହଁ। ତମେ ଅନେଷ୍ଟ ହେଇପାର, ନିରୀହ ହେଇପାର। ଆମ ରାଜ୍ୟ ଭୁଷୁଡ଼ି ଯାଉଛି, ଗୋଟେ ଶାନ୍ତି ରାଜ୍ୟ, ଜଗନ୍ନାଥଙ୍କ ରାଜ୍ୟ ଭୁଷୁଡ଼ି ଯାଉଛି। ପ୍ରତିଦିନ ମର୍ଡ଼ର, ପ୍ରତିଦିନ ଡକାୟତ, ପ୍ରତିଦିନ ଚୋରି, ପ୍ରତିଦିନ ନିଶା କାରବାର, ପ୍ରତିଦିନ ନାରୀ ନିର୍ଯାତନା, 16,000 ମହିଳାଙ୍କ ପତା ନାହିଁ, 1300 ନାରୀଙ୍କୁ ହତ୍ୟା କରାଗଲା, ରେପ୍ କରାଗଲା। ପ୍ରତିଦିନ ମର୍ଡ଼ର, ହାରାହାରି, 2022 ହତ୍ୟା ହେଇଗଲାଣି ଆପଣଙ୍କ ସମୟ ଭିତରେ। ଲଜ୍ଜା, ଏକଦମ ଲଜ୍ଜା, ଘୋର ଲଜ୍ଜା। କିଛି କରିପାରିବେନି ସରକାର। ତାଙ୍କ ପୁଲିସ କି ବାଡ଼େଇ ବାଡ଼େଇ ମାରିଲେ, ପୁଲିସ ପ୍ରେଜେଣ୍ଟ ଲୋକ କିଛି ହେଇପାରିଲାନି। ପୁଲିସ ଯଦି ବାଡ଼ ଖାଇ ଖାଇକି ମରିବ, ପୁଲିସ ପ୍ରେଜେଣ୍ଟ ଥିବେ, ଜନସାଧାରଣ ଥିବେ, ତୁମେ ସମ୍ବାଦିକ ପଚାରେ କିଏ? ଏ ଗରିବ ନିରୀହ ଲୋକଙ୍କୁ ପଚାରେ କିଏ? ଦୁଃଖଦାୟକ ଘଟଣା। ଆଇନ ଶୃଙ୍ଖଳା ଟୋଟାଲ ବିଫଳ ହେଇଗଲା। ଦୁଃଖଦାୟକ ଘଟଣା। ଲୋକଙ୍କ ସରକାର ଲୋକ କହିଛନ୍ତି ଡେଲି ମର୍ଡ଼ର କର, ଡେଲି ରେପ୍ କର, ଡେଲି ଚୋରି କର, ଡେଲି ନିଶା ବିକ୍ରି କର, ଡେଲି ବାଡ଼ିଆ ବାଡ଼ି ହୁଅ। ଏଇପା ଲୋକଙ୍କ ସରକାର। ତାହେଲେ ତୁମେ କାହିଁ ସରକାରରେ ବସିଲ? ମୁଖ୍ୟମନ୍ତ୍ରୀ ତୁମେ କାହିଁ ହେଲ ମୋହନବାଜି? କ'ଣ କରୁଛନ୍ତି ହୋମ୍ ସେକ୍ରେଟାରୀ, ଡିଜି, ଏତେ ଅଫିସର ଓଡ଼ିଶାର କ'ଣ କରୁଛନ୍ତି? ଆଇନ ଶୃଙ୍ଖଳା ସଜାଡ଼ି ନ ପାରିବେ। ଦୁଃଖଦାୟକ ଘଟଣା। ଇନକାଉଣ୍ଟର କେତେଟା କରିବ ତମେ? ଚାରିଆଡ଼େ ମର୍ଡ଼ର, ସବୁଦିନ ମର୍ଡ଼ର, ପିଟି ପିଟି ମର୍ଡ଼ର, ରେପ୍ କରି ମର୍ଡ଼ର, ଡକାୟତ କରି ମର୍ଡ଼ର। କେତେ ତମେ ଏନକାଉଣ୍ଟର କରିବ? କର, କିନ୍ତୁ ଶାସନକୁ ସୁଧାର, ନହେଲେ ଗାଦି ଛାଡ଼। 2ଟାରୁ 1 କର।